ଭାରତର ସବୁଠାରୁ ବଡ଼ ପର୍ବକୁ ପ୍ରାୟତଃ କେବଳ ଆଲୋକର ପର୍ବ କୁହାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୀପାବଳି କ'ଣ? ଏହା ଭଗବାନ ରାମଙ୍କ ବିଜୟର ଉତ୍ସବ ନା ଦେବୀ ଲକ୍ଷ୍ମୀଙ୍କ ଆଗମନର ଉତ୍ସବ? ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଲକ୍ଷ ଲକ୍ଷ ଦୀପ ଜାଳିଥାନ୍ତି, କିନ୍ତୁ ଏହି ଦୀପ ପଛରେ ଥିବା କାହାଣୀ କ୍ୱଚିତ କେହି ଜାଣନ୍ତି। କୁହାଯାଏ ଯେତେବେଳେ ପ୍ରଭୁ ରାମ 14 ବର୍ଷର ବନବାସ ଏବଂ ରାବଣ ବଧ ପରେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସମଗ୍ର ସହର ଦୀପରେ ଆଲୋକିତ ହୋଇଥିଲା। ସେହି ଦିନକୁ ଆମକୁ ଅମାବାସ୍ୟା ରାତି କିମ୍ବା ଦୀପାବଳି କୁହାଯାଏ, ଯେତେବେଳେ ଆଲୋକ ପ୍ରଥମ ଥର ପାଇଁ ଅନ୍ଧକାର ଉପରେ ବିଜୟ ଲାଭ କରିଥିଲା। କିନ୍ତୁ ଇତିହାସ ଏକ ରହସ୍ୟ ସୃଷ୍ଟି କରେ। ଯଦି ଏହା ରାମଙ୍କ ଫେରିବାର ଦିନ ଥିଲା, ତେବେ ଏହି ଦିନ ଲକ୍ଷ୍ମୀ ଏବଂ ଗଣେଶଙ୍କୁ କାହିଁକି ପୂଜା କରାଯାଏ ଏବଂ ଶ୍ରୀରାମଙ୍କୁ କାହିଁକି ପୂଜା କରାଯାଏ ନାହିଁ? ଆପଣ କ'ଣ ଜାଣନ୍ତି ଯେ ରାମାୟଣ ବ୍ୟତୀତ ମହାଭାରତ, ସ୍କନ୍ଦ ପୁରାଣ ଏବଂ ପଦ୍ମ ପୁରାଣରେ ଦୀପାବଳିର ଉଲ୍ଲେଖ ଅଛି? ଇତିହାସ ଏବଂ ପୌରାଣିକ କାହାଣୀର ସ୍ତର ଖୋଲିବା ଦ୍ୱାରା ପ୍ରତ୍ୟେକ କାହାଣୀ ଆମକୁ ଏକ ନୂତନ ପ୍ରଶ୍ନ ଆଡ଼କୁ ନେଇଯାଏ। ଦୀପାବଳିରେ ଲକ୍ଷ୍ମୀଙ୍କୁ କାହିଁକି ପୂଜା କରାଯାଏ ଏବଂ ଗଣେଶ ତାଙ୍କ ପାଖରେ କାହିଁକି ବସିଥାନ୍ତି? ବ୍ୟବସାୟୀମାନେ ଏକ ଦିନରେ କାହିଁକି ହିସାବ ଆଦାନ ପ୍ରଦାନ କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ କାହିଁକି କୁହାଯାଇଛି ଯେ ଏହି ରାତି ଧନ ଏବଂ ସୌଭାଗ୍ୟର ସଙ୍ଗମ? ଏହି ଦିନ ଏକ ସାଙ୍ଗରେ 5ଟି ଭିନ୍ନ ପର୍ବ କାହିଁକି ପାଳନ କରାଯାଏ? ଧନତେରସ, ନାରକ ଚତୁର୍ଦ୍ଦଶୀ, ଲକ୍ଷ୍ମୀ ପୂଜନ, ଗୋବର୍ଦ୍ଧନ ପୂଜା ଏବଂ ଭାଇଦୁଜ। ଏସବୁ ପଛରେ କ'ଣ କୌଣସି ଗୁପ୍ତ ରହସ୍ୟ ଅଛି? ଏବଂ ସବୁଠାରୁ ବଡ଼ ପ୍ରଶ୍ନ, ଦୀପାବଳି କେବଳ ଏକ ଧାର୍ମିକ ପର୍ବ ନା ଏହା ପଛରେ କୌଣସି ଗଭୀର ଆଧ୍ୟାତ୍ମିକ ବିଜ୍ଞାନ ଅଛି? ଦୀପାବଳି କେବଳ ଭାରତରେ ନୁହେଁ, ବରଂ ନେପାଳ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଏମନିକି ଆମେରିକାରେ ମଧ୍ୟ ପାଳନ କରାଯାଏ। କିନ୍ତୁ ଏହାର ଅର୍ଥ ସବୁଠି ଭିନ୍ନ। କିଛି ସ୍ଥାନରେ ଏହାକୁ ରାମଙ୍କ ବିଜୟ ଭାବରେ ଦେଖାଯାଏ, ଅନ୍ୟ ସ୍ଥାନରେ ଲକ୍ଷ୍ମୀଙ୍କ ଆବିର୍ଭାବ ଭାବରେ ଏବଂ ଅନ୍ୟ ସ୍ଥାନରେ ଯମରାଜ ଏବଂ ଯମୁନାଙ୍କ ପୁନର୍ମିଳନ ଭାବରେ ଦେଖାଯାଏ। ତେବେ ପ୍ରକୃତ ସତ୍ୟ କ'ଣ? ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପ୍ରତିବର୍ଷ ସମାନ ରାତିରେ ଆମେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରୁ। ଅଯୋଧ୍ୟାରେ ଶ୍ରୀରାମଙ୍କ ସ୍ମୃତିରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ। ଏହାର ଅର୍ଥ ହେଉଛି ଗୋଟିଏ ଦିନରେ 2ଟି ଭିନ୍ନ ଦେବତାଙ୍କୁ ପୂଜା କରିବା। ଏହା କେବଳ ଏକ ରୀତି ନା ସମୟ ଦ୍ୱାରା ଲୁଚି ରହିଥିବା କୌଣସି ଭୁଲି ଯାଇଥିବା ରହସ୍ୟ ଅଛି? ଆଜିର ଡକ୍ୟୁମେଣ୍ଟାରୀରେ ଆମେ ଦୀପାବଳିର ଅନ୍ଧକାରରେ ଖୋଲାତଡ଼ା କରିବୁ, ଯେଉଁଠାରୁ ଆଲୋକ ଆରମ୍ଭ ହୋଇଥିଲା। ଆମେ ଆବିଷ୍କାର କରିବୁ ଯେ ଦୀପାବଳି ପ୍ରକୃତରେ ରାମଙ୍କ ବିଜୟର ପ୍ରତୀକ କି ଲକ୍ଷ୍ମୀଙ୍କ ଆବିର୍ଭାବର ରହସ୍ୟ। ତେଣୁ ପ୍ରସ୍ତୁତ ହୁଅ, କାରଣ ଆଜି ଆମେ ସେହି ପର୍ବର ପ୍ରକୃତ ରହସ୍ୟ ଉନ୍ମୋଚନ କରିବୁ, ଯାହାକୁ ସମଗ୍ର ବିଶ୍ୱ ଆଲୋକର ପର୍ବ ବୋଲି କୁହେ, କିନ୍ତୁ ଏହାର ସତ୍ୟ ଗଭୀରତମ ଛାୟାରେ ଲୁଚି ରହିଛି। ତେଣୁ ଆସନ୍ତୁ ଏହି ରହସ୍ୟମୟ ଯାତ୍ରା ଆରମ୍ଭ କରିବା। ଦୀପାବଳି ରାମଙ୍କର ନା ଲକ୍ଷ୍ମୀଙ୍କର? ଯଦି ଆମେ ଆଜି କୌଣସି ପିଲାକୁ ପଚାରୁ ଯେ ଦୀପାବଳି କାହିଁକି ପାଳନ କରାଯାଏ, ତେବେ ସେମାନଙ୍କର ଉତ୍ତର ହେବ, କାରଣ ପ୍ରଭୁ ଶ୍ରୀରାମ 14 ବର୍ଷର ବନବାସ ସମାପ୍ତ କରି ଅଯୋଧ୍ୟା ଫେରିଥିଲେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା ଏକମାତ୍ର କାରଣ? ଦୀପାବଳି କ'ଣ ପ୍ରକୃତରେ କେବଳ ରାମାୟଣ ସହିତ ଜଡ଼ିତ, ନା ଏହା ପଛରେ ହଜାର ହଜାର ବର୍ଷ ପୁରୁଣା ଅନ୍ୟ କାହାଣୀ ଲୁଚି ରହିଛି? ଏହାର ପ୍ରଥମ ଉଲ୍ଲେଖ ବାଲ୍ମୀକି ରାମାୟଣରେ ମିଳେ। ଯେତେବେଳେ ଭଗବାନ ରାମ ଲଙ୍କା ବିଜୟ ପରେ ସୀତା ଏବଂ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସମଗ୍ର ସହର ଦୀପରେ ଆଲୋକିତ ହୋଇଥିଲା। କୁହାଯାଏ ଯେ ସେହି ଅମାବାସ୍ୟା ରାତିରେ ଅଯୋଧ୍ୟାର ଲୋକମାନେ ଅନ୍ଧକାର ଦୂର କରିବା ଏବଂ ସେମାନଙ୍କର ପ୍ରିୟଜନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଥମ ଥର ପାଇଁ ଦୀପ ଜଳାଇଥିଲେ। ସେହି ସମୟର ଲୋକମାନେ ଦୀପକୁ କେବଳ ଆଲୋକର ପ୍ରତୀକ ନୁହେଁ, ବରଂ ଧାର୍ମିକତାର ବିଜୟର ପ୍ରତୀକ ବୋଲି ବିବେଚନା କରୁଥିଲେ। ଏହି ଘଟଣା ଅଯୋଧ୍ୟା ଦୀପୋତ୍ସବ ଭାବରେ ପ୍ରସିଦ୍ଧ ହୋଇ ଧୀରେ ଧୀରେ ଦୀପାବଳିରେ ପରିଣତ ହେଲା। କିନ୍ତୁ କାହାଣୀଟି ସେଠାରେ ଶେଷ ହୁଏ ନାହିଁ। କାଳିଦାସ ମଧ୍ୟ ତାଙ୍କ ପ୍ରସିଦ୍ଧ କୃତି ରଘୁବଂଶମରେ ଏହାକୁ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ରଘୁବଂଶୀ ରାଜବଂଶର ରାଜା ରାମ ଅଯୋଧ୍ୟା ଫେରିବା ପରେ ସମଗ୍ର ନଗରୀ ତାଙ୍କୁ ଦୀପ ଦେଇ ସ୍ୱାଗତ କରିଥିଲା। ଏହା ପ୍ରଥମ ସାଂସ୍କୃତିକ ପ୍ରମାଣ ଯେ ସେହି ଯୁଗରେ ମଧ୍ୟ ଦୀପାବଳିକୁ ଏକ ଜାତୀୟ ପର୍ବ ଭାବରେ ପାଳନ କରାଯାଉଥିଲା। ପରବର୍ତ୍ତୀ ସମୟରେ ସ୍କନ୍ଦ ପୁରାଣ ଏବଂ ପଦ୍ମ ପୁରାଣ ଭଳି ଗ୍ରନ୍ଥରେ ମଧ୍ୟ ଦୀପୋତ୍ସବ ଶବ୍ଦଟି ମିଳେ, କିନ୍ତୁ ଏହାର କାରଣ ଏଠାରେ ଭିନ୍ନ। ସ୍କନ୍ଦ ପୁରାଣ ଅନୁସାରେ ଏହି ଦିନଟି କେବଳ ଭଗବାନ ରାମଙ୍କ ବିଜୟ ନୁହେଁ, ବରଂ ପୃଥିବୀରେ ଦେବୀ ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ। ଅର୍ଥାତ୍ ଗୋଟିଏ ତାରିଖରେ 2ଟି ଦିବ୍ୟ ଘଟଣା। ଗୋଟିଏ ଥିଲା ଯେତେବେଳେ ଶ୍ରୀରାମ ଫେରିଥିଲେ ଏବଂ ଅନ୍ୟଟି ଥିଲା
ଯେତେବେଳେ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ବାହାରି ଆସିଥିଲେ। ଏବେ ଆସନ୍ତୁ ମହାଭାରତ ଯୁଗକୁ ଫେରିବା। ଅନେକ ବିଦ୍ୱାନ ବିଶ୍ୱାସ କରନ୍ତି ଯେ ଯେତେବେଳେ ପାଣ୍ଡବମାନେ 12 ବର୍ଷର ବନବାସ ଏବଂ 1 ବର୍ଷର ଗୁପ୍ତ ଜୀବନ ପରେ ହସ୍ତିନାପୁର ଫେରିଥିଲେ, ସେମାନଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜଳାଇଥିଲେ। ଏହାର ଅର୍ଥ ହେଉଛି ଦୀପାବଳି କେବଳ ତ୍ରେତା ଯୁଗ ନୁହେଁ, ବରଂ ଦ୍ୱାପର ଯୁଗ ପର୍ଯ୍ୟନ୍ତ ବିସ୍ତାରିତ। ମହାଭାରତର ଶାନ୍ତି ପର୍ବରେ ଅମାବାସ୍ୟା ରାତିରେ ପଡ଼ିଥିବା ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକର ଦିନକୁ ଆଲୋକର ପର୍ବ କୁହାଯାଏ। ଏହା ପ୍ରମାଣିତ କରେ ଯେ ଦୀପାବଳି ଧର୍ମ ଏବଂ ବିଜୟ ଉଭୟର ପୁନର୍ପ୍ରତିଷ୍ଠାର ପ୍ରତୀକ ହୋଇଯାଇଥିଲା। ଏବେ ଯଦି ଆମେ ଇତିହାସକୁ ଆହୁରି ଖୋଲତଡ଼ା କରିବା, ତେବେ ଆଉ ଏକ ନାମ ଉଭାଅ ହୁଏ, ରାଜା ବିକ୍ରମାଦିତ୍ୟ। କୁହାଯାଏ ଯେ ତାଙ୍କର ରାଜ୍ୟାଭିଷେକ ମଧ୍ୟ ଦୀପାବଳିରେ ହୋଇଥିଲା, ଯାହା ବିକ୍ରମ ସମ୍ବତର ଆରମ୍ଭକୁ ଚିହ୍ନିତ କରିଥାଏ, ଯାହାକୁ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ପ୍ରାଚୀନ ଏବଂ ସଠିକ୍ କ୍ୟାଲେଣ୍ଡର ଭାବରେ ବିବେଚନା କରାଯାଏ। ଐତିହାସିକମାନେ ଅନୁସାରେ ବିକ୍ରମ ସମ୍ବତ ପ୍ରାୟ 2000 ବର୍ଷ ପୂର୍ବରୁ 57 ଖ୍ରୀଷ୍ଟପୂର୍ବରେ ଆରମ୍ଭ ହୋଇଥିଲା। ଏହାର ଅର୍ଥ ହେଉଛି ଦୀପାବଳି କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଭାରତର ଐତିହାସିକ ସମୟ ଗଣନାର ମୂଳ ମଧ୍ୟ। ଏହି ସମସ୍ତ ଐତିହାସିକ ପ୍ରମାଣ ଗୋଟିଏ ଦିଗକୁ ଇଙ୍ଗିତ କରେ। ଦୀପାବଳି କୌଣସି ଗୋଟିଏ ଧର୍ମ, କଳା କିମ୍ବା ଚରିତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ସମୟର ଅନନ୍ତ ଚକ୍ରର ଏକ ପର୍ବ। ପ୍ରତ୍ୟେକ ଯୁଗରେ ଧାର୍ମିକତା, ଜ୍ଞାନ ଏବଂ ଆଲୋକର ପୁନର୍ଜନ୍ମର ପ୍ରତୀକ। ସମୟ ସହିତ ଅଯୋଧ୍ୟା ଦୀପୋତ୍ସବ ଏକ ସର୍ବଭାରତୀୟ ପର୍ବରେ ପରିଣତ ହେଲା। ଉତ୍ତର ଭାରତରେ ଏହାକୁ ଶ୍ରୀରାମଙ୍କ ବିଜୟ ଭାବରେ, ପଶ୍ଚିମ ଭାରତରେ ଲକ୍ଷ୍ମୀଙ୍କ ପୂଜା ଭାବରେ, ଦକ୍ଷିଣ ଭାରତରେ କୃଷ୍ଣଙ୍କ ଦ୍ୱାରା ନରାକାସୁରର ବଧ ଭାବରେ ଏବଂ ପୂର୍ବ ଭାରତରେ କାଳୀଙ୍କ ପୂଜା ଭାବରେ ପାଳନ କରାଯାଏ। ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯିବା ଆରମ୍ଭ ହେଲା। ପ୍ରତ୍ୟେକ ଦିଗରେ ଦୀପ ସମାନ ରହିଲା, କେବଳ ସେମାନଙ୍କର ଅର୍ଥ ବଦଳିଗଲା। ଆଜି ମଧ୍ୟ ଯେତେବେଳେ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ, ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ 5000 ବର୍ଷର ଏକ ଜୀବନ୍ତ ସ୍ମୃତି। ଏହା ସେହି ଦିନ ଯେତେବେଳେ ଧାର୍ମିକତା ଫେରି ଆସିଥିଲା, ଯେତେବେଳେ ଅନ୍ଧାର ପରାସ୍ତ ହୋଇଥିଲା ଏବଂ ଯେତେବେଳେ ମାନବତା ପ୍ରଥମ ଥର ଆଲୋକକୁ ପୂଜା କରିବା ଶିଖିଥିଲା। ପ୍ରଶ୍ନ ଏହା ନୁହେଁ ଯେ ଦୀପାବଳି କେବେ ଆରମ୍ଭ ହୋଇଥିଲା। ପ୍ରଶ୍ନ ହେଉଛି, ଏହା କ'ଣ ପ୍ରକୃତରେ କେବଳ ଶ୍ରୀରାମଙ୍କ ବିଜୟର ଉତ୍ସବ? ନା, ଏହା ସେହି ମୁହୂର୍ତ୍ତ ଯେତେବେଳେ ସମଗ୍ର ବ୍ରହ୍ମାଣ୍ଡ ପ୍ରଥମେ ଆଲୋକକୁ ଧାର୍ମିକତାର ପ୍ରତୀକ ଭାବରେ ଚିହ୍ନଟ କରିଥିଲା। ତେବେ ଆସନ୍ତୁ ଏହାର ପ୍ରକୃତ ରହସ୍ୟ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣ ଭିଡ଼ିଓଟି ଉପଭୋଗ କରନ୍ତି, ଦୟାକରି ଏକ ମନ୍ତବ୍ୟ ଦିଅନ୍ତୁ। ଜୟ ଶ୍ରୀରାମ। ଦୀପାବଳିର 2 ଦିନ ପୂର୍ବରୁ ପଡ଼ୁଥିବା ଧନତେରସକୁ ସୁନା, ରୂପା କିମ୍ବା ନୂତନ ବସନ କିଣିବା ପାଇଁ ଏକ ଶୁଭ ଦିନ ଭାବରେ ବିବେଚନା କରାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପରମ୍ପରା କେଉଁଠାରୁ ଆରମ୍ଭ ହୋଇଥିଲା? ଏହି ଦିନ ପ୍ରତ୍ୟେକ ଘରେ ଧନ ପୂଜା କାହିଁକି କରାଯାଏ ଏବଂ ଏହି ତାରିଖକୁ କାହିଁକି ଏତେ ସ୍ୱତନ୍ତ୍ର ବିବେଚନା କରାଯାଏ? ପ୍ରକୃତରେ ଧନତେରସ ଶବ୍ଦ 2ଟି ସଂସ୍କୃତ ଶବ୍ଦରୁ ଆସିଛି। ଧନ, ଯାହାର ଅର୍ଥ ସମୃଦ୍ଧି, ଏବଂ ତ୍ରେୟସ, ଯାହାର ଅର୍ଥ ତ୍ରୟୋଦଶ ଦିନ। ଏହି ତିଥି କାର୍ତ୍ତିକ ମାସର ଅନ୍ଧାର ପକ୍ଷର ତ୍ରୟୋଦଶ ଦିନ ପଡ଼ିଥାଏ ଏବଂ ଏହାକୁ ଧନ୍ୱନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ଦିନ ଭଗବାନ ଧନ୍ୱନ୍ତରୀ ଅମୃତ ପାତ୍ର ସହିତ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ। ଏହାର ଅର୍ଥ ହେଉଛି ଧନତେରସ କେବଳ ସୁନା ଏବଂ ରୂପା କିଣିବାର ଦିନ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ଅମରତାର ପ୍ରତୀକ ଭଗବାନ ଧନ୍ୱନ୍ତରୀଙ୍କ ଆବିର୍ଭାବର ଦିନ ମଧ୍ୟ। କିନ୍ତୁ ରହସ୍ୟ ଏଠାରେ ଶେଷ ହୁଏ ନାହିଁ, କାରଣ ଦେବୀ ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନର ଦିନ ହିଁ ପ୍ରାକଟ ହୋଇଥିଲେ। ଯେତେବେଳେ ଦେବତା ଏବଂ ରାକ୍ଷସମାନେ କ୍ଷୀର ସମୁଦ୍ର ମନ୍ଥନ କଲେ, ସେତେବେଳେ ସମୁଦ୍ରରୁ 14ଟି ରତ୍ନ ବାହାରି ଆସିଲେ। ମହାଲକ୍ଷ୍ମୀ ନିଜେ ଚତୁର୍ଦ୍ଦଶୀରେ ଆବିର୍ଭୂତ ହେଲେ। ସେ ହାତରେ ପଦ୍ମ ଧରି ଠିଆ ହୋଇଥିଲେ ଏବଂ ଚାରିଆଡ଼େ ସୁନା ଆଲୋକ ବ୍ୟାପିଗଲା। ସେହି ମୁହୂର୍ତ୍ତକୁ ଶ୍ରୀର ଉତ୍ପତ୍ତି କୁହାଯାଏ, ଯେଉଁଠାରେ ଧନ, ସୌନ୍ଦର୍ଯ୍ୟ, ସମୃଦ୍ଧି ଏବଂ ଶକ୍ତି ଏକତ୍ର ଜନ୍ମ ହୋଇଥିଲା। ଏହି କାରଣରୁ ଧନତେରସରୁ ଦୀପାବଳି ପର୍ଯ୍ୟନ୍ତ 3 ଦିନକୁ
ଲକ୍ଷ୍ମୀଙ୍କର ପୃଥିବୀରେ ଆଗମନର ସମୟ ଭାବରେ ବିବେଚନା କରାଯାଏ। ପୌରାଣିକ ଗ୍ରନ୍ଥଗୁଡ଼ିକରେ ମଧ୍ୟ ଉଲ୍ଲେଖ ଅଛି ଯେ ଯେତେବେଳେ ଦେବୀ ଲକ୍ଷ୍ମୀ ପୃଥିବୀକୁ ଅବତରଣ କରିଥିଲେ ସେତେବେଳେ ଭଗବାନ ବିଷ୍ଣୁ କହିଥିଲେ, ଯେଉଁଠାରେ ଦୀପର ଆଲୋକ ରହିବ ସେଠାରେ ତୁମେ ବସବାସ କରିବ। ସେଥିପାଇଁ ପ୍ରତ୍ୟେକ ଘରେ ଦୀପ ଜାଳି ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଏ। କିନ୍ତୁ ଏହା ପଛରେ ଏକ ଗଭୀର ଅର୍ଥ ରହିଛି। ଲକ୍ଷ୍ମୀ କେବଳ ଧନର ଦେବୀ ନୁହନ୍ତି, ସେ ଶୁଦ୍ଧକର୍ମ ଏବଂ ସଦ୍ଗୁଣର ପ୍ରତୀକ ମଧ୍ୟ। ସେ ସ୍ଥାୟୀ ଭାବରେ ବସବାସ କରନ୍ତି, ଯେଉଁଠାରେ ସତ୍ୟ, କଠିନ ପରିଶ୍ରମ ଏବଂ ସନ୍ତୋଷ ପ୍ରଚଳିତ ହୁଏ। ଆଧୁନିକ ଯୁଗରେ ଆମେ ଲକ୍ଷ୍ମୀ ପୂଜାକୁ କେବଳ ଧନ ପ୍ରାପ୍ତି ସହିତ ଜଡ଼ିତ କରୁ। ତଥାପି ବେଦରେ ଥିବା ଶ୍ରୀସୂକ୍ତ ଅନୁସାରେ ଲକ୍ଷ୍ମୀ କେବଳ ଭୌତିକ ସମୃଦ୍ଧି ପ୍ରଦାନ କରନ୍ତି ନାହିଁ, ବରଂ ଆଧ୍ୟାତ୍ମିକ ପ୍ରଗତି ପାଇଁ ପଥ ମଧ୍ୟ ଦେଖାନ୍ତି। ଶ୍ରୀସୂକ୍ତର ଏକ ପଂକ୍ତିରେ କୁହାଯାଇଛି, ତମ ଆବହ ଜାତ ଭେଦଲକ୍ଷ୍ମୀ ଅନୁପଗାମିନୀ, ଅର୍ଥାତ୍ ହେ ଅଗ୍ନିର ପ୍ରଭୁ, ଆମକୁ ଲକ୍ଷ୍ମୀ ପ୍ରଦାନ କରନ୍ତୁ ଯିଏ କେବେ ଚାଲିଯାଆନ୍ତି ନାହିଁ। ଏହାର ସରଳ ଅର୍ଥ ହେଉଛି ଯେ ଲକ୍ଷ୍ମୀ ସର୍ବଦା ସେହି ଘରେ ବସବାସ କରନ୍ତି ଯେଉଁଠାରେ ଅଗ୍ନି, ଦୀପ ଏବଂ ସଦ୍କର୍ମର ଆଲୋକ ଜଳେ। ଏବେ ଆସନ୍ତୁ ଧନ ଏବଂ ସ୍ୱାସ୍ଥ୍ୟର ଏହି ରହସ୍ୟମୟ ସଙ୍ଗମ ବିଷୟରେ ଜାଣିବା। ଧନ୍ୱନ୍ତରୀ ଏବଂ ଲକ୍ଷ୍ମୀଙ୍କର ଏକକାଳୀନ ଆବିର୍ଭାବ ସୂଚାଇଥାଏ ଯେ ପ୍ରକୃତ ସମୃଦ୍ଧି ଧନ ଏବଂ ସ୍ୱାସ୍ଥ୍ୟ ଉଭୟର ସନ୍ତୁଳନରେ ନିହିତ ହୋଇଥାଏ। କାରଣ ସ୍ୱାସ୍ଥ୍ୟ ବିନା ଧନ ଅର୍ଥହୀନ ଏବଂ ଧନ ବିନା ଧର୍ମ ଅସମ୍ପୂର୍ଣ୍ଣ। ଏହି କାରଣରୁ ଧନତେରସରେ ଆୟୁର୍ବେଦ ଔଷଧ ଏବଂ ସ୍ୱଚ୍ଛତା ମଧ୍ୟ ପୂଜା କରାଯାଏ। ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ଏକ ପବିତ୍ର ଶରୀର, ଏକ ସ୍ୱଚ୍ଛ ମନ ଏବଂ ଏକ ସନ୍ତୁଳିତ ଜୀବନ ହେଉଛି ଲକ୍ଷ୍ମୀଙ୍କର ପ୍ରକୃତ ସାର। ଏବେ ଯେତେବେଳେ ଲକ୍ଷ୍ମୀ ପୂଜନର ତାରିଖ ଆସେ, ଏହା ପଛରେ ସଠିକ୍ ଜ୍ୟୋତିର୍ବିଜ୍ଞାନ ଏବଂ ବୈଦିକ ଗଣନା ରହିଛି। କୁହାଯାଏ ଯେ ଦୀପାବଳି ରାତି କାର୍ତ୍ତିକ ଅମାବାସ୍ୟାରେ ପଡ଼ିଥାଏ ଏବଂ ସେହି ରାତିରେ ସନ୍ଧ୍ୟାକାଳ ଅର୍ଥାତ୍ ସୂର୍ଯ୍ୟାସ୍ତ ପରେ ପ୍ରାୟ 40 ମିନିଟ୍ ସମୟ ହେଉଛି ଯେତେବେଳେ ପାପପୂର୍ଣ୍ଣ ଗ୍ରହ ଶକ୍ତି ଶାନ୍ତ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ସେମାନଙ୍କର ଶୀର୍ଷରେ ଥାଏ। ଏହି ମୁହୂର୍ତ୍ତରେ ଦେବୀ ଲକ୍ଷ୍ମୀ ପୃଥିବୀରେ ବିଚରଣ କରନ୍ତି। ତେଣୁ ଏହି ସମୟରେ ଘର ସଫା କରିବା, ଦୀପ ଜଳାଇବା ଏବଂ ନୂତନ ପୋଷାକ ପିନ୍ଧିବା କେବଳ ପରମ୍ପରା ନୁହେଁ, ବରଂ ଶକ୍ତି ଶୁଦ୍ଧିର ବୈଜ୍ଞାନିକ ପ୍ରକ୍ରିୟା। ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ପ୍ରାଚୀନ ଭାରତରେ ଦୀପାବଳିର ଅର୍ଥ କେବଳ ଧନ ନୁହେଁ, ବରଂ ଧର୍ମ ଏବଂ ସମୃଦ୍ଧି ଉଭୟକୁ ସନ୍ତୁଳିତ କରୁଥିବା ଶକ୍ତି ଶ୍ରୀଙ୍କର ଆଗମନ ଥିଲା। ପରବର୍ତ୍ତୀ କାଳରେ ବ୍ୟବସାୟିକ ସମ୍ପ୍ରଦାୟ ଏହାକୁ ନୂତନ ଆର୍ଥିକ ବର୍ଷ ଏବଂ ବ୍ୟାଲେନ୍ସ ସେଟ୍ ସହିତ ଯୋଡ଼ିଥିଲେ, ଯାହା ଏହାକୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କରିଥିଲା। କିନ୍ତୁ ପ୍ରଶ୍ନ ଉଠେ, ଯଦି ଲକ୍ଷ୍ମୀ ଏବଂ ଧନ୍ୱନ୍ତରୀ ଉଭୟ ଏହି ଦିନ ଆବିର୍ଭୂତ ହୋଇଥିଲେ, ତେବେ ଦୀପାବଳି ରାତିରେ କେବଳ ଲକ୍ଷ୍ମୀ ପୂଜନ ଉପରେ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ଏବଂ ତାଙ୍କ ସହିତ ଗଣେଶଙ୍କୁ କାହିଁକି ପୂଜା କରାଯାଉଛି?